ଆସନ୍ତୁ ଭାଇମାନେ ଆମେ ଦେଖିବା ପବିତ୍ର ବାକ୍ୟର କିଛିଟା କିନ୍ତୁ ଆମେ ଆଲୋଚନା କରିବା, ଯାହାର ଫଳ କି ଆମେ ଲେବୀୟ ପୁସ୍ତକ 19:28 ପଦରେ କିନ୍ତୁ ପାଇଥାଉ। ପୁଣି ତୁମ୍ଭେମାନେ ମୃତ ଲୋକମାନଙ୍କ ପାଇଁ ନିଜ ନିଜ ଶରୀରରେ ଅସ୍ତ୍ରାଘାତ କରିବ ନାହିଁ କିମ୍ବା ଦେହରେ ଚିତା କୁଟାଇବ ନାହିଁ, ଆମ୍ଭେ ସଦାପ୍ରଭୁଠୁ। ଏହା କିନ୍ତୁ ପରମେଶ୍ୱର ସଦାପ୍ରଭୁ ପରମେଶ୍ୱର କହନ୍ତି। ତେଣୁ ଏତେ ଶରୀର ସୁନ୍ଦର ଭାବରେ ଦେଇଛନ୍ତି ପରମେଶ୍ୱର। ସୁନ୍ଦର ଶରୀରଟି କିନ୍ତୁ ଗଢ଼ିଛନ୍ତି, ତାଙ୍କର ରୂପ ନେଇକି ଆମମାନଙ୍କୁ ସୃଷ୍ଟି କରିଛନ୍ତି। ଏତେ ସୁନ୍ଦର ଶରୀର ମଧ୍ୟରେ କିନ୍ତୁ ଆମେମାନେ ପୁନର୍ବାର ସତେକି ଆମେ ପରମେଶ୍ୱର ଆମମାନଙ୍କୁ ଗଢ଼ିବାକୁ ଜାଣିନାହାନ୍ତି ବୋଲିକି ନିଜର କିନ୍ତୁ ଜ୍ଞାନ ବୋଲି ଭାବିକି ନିଜକୁ ଜ୍ଞାନୀ ବୋଲି ଭାବି କିନ୍ତୁ ଆଉ କିନ୍ତୁ ଟାଟୁ କିନ୍ତୁ ବନେଇଥାନ୍ତି ଶରୀରରେ। କେତେ ଲୋକ ତ ବେକରେ ବନାଉଛନ୍ତି, କେତେ ଲୋକ ତ ଛାତିରେ ବନାଉଛନ୍ତି, କେତେ ଲୋକ ତ ତଣ୍ଟିରେ ବନାଉଛନ୍ତି, କେତେ ଲୋକ ମଧ୍ୟ ଗାଲ ପାଖରେ କିନ୍ତୁ ବନାଉଛନ୍ତି। ଏହି ଟାଟୁ ଗୁଡ଼ାକ ତୁମେ କ'ଣ ବନେଇ କ'ଣ ଅତି ସୁନ୍ଦର କରୁଛ? ଆପଣ କ'ଣ ଜାଣି ରଖୁଛ? ଏଥି ନିମନ୍ତେ ପ୍ରିୟ ଖ୍ରୀଷ୍ଟ ମଣ୍ଡଳୀ, ସେହିପରି ଈଶ୍ୱରଙ୍କ ଶରୀରକୁ ନଷ୍ଟ ନ କରିକି ଆମେମାନେ ସେହି ପ୍ରତି ଆସକ୍ତ ନ ହୋଇକି କିନ୍ତୁ ନିଜ ଶରୀର ନିଜ ଜୀବନ ପ୍ରତି କିନ୍ତୁ ସାବଧାନ ରହିବା ଆବଶ୍ୟକ। ଟାଟୁ ବନେଇବା କାରଣ କାହିଁ ସେଇଟା ହେଉଛି ମୃତ ଲୋକମାନଙ୍କର ଚିହ୍ନ। ସେଇଟା ଏଥିରେ ମୃତ ଲୋକମାନଙ୍କ ପାଇଁ ବୋଲିକି ସେ ଚିହ୍ନ ଗୁଡ଼ାକ କରନ୍ତି। ସେମାନେ ବଳି କିନ୍ତୁ ଦେଇଥାନ୍ତି। ସେମାନେ ସେ ଟାଟୁ କାହିଁକି ଆପଣ ରକ୍ତକୁ କାହିଁକି କ୍ଷତି କରୁଛ? ଏଥି ନିମନ୍ତେ ଆସନ୍ତୁ ସେଇ ଟାଟୁକୁ ଚିତାକୁ କଟାଇବା, ଅସ୍ତ୍ରାଘାତ କରିବା କିନ୍ତୁ ପରିତ୍ୟାଗ କରୁ। ଏହି ଚିତାକୁ କାଟୁଥିବା ଏବଂ ଅସ୍ତ୍ରାଘାତ କରୁଥିବା ଟାଟୁ ବନଉଥିବା ଲୋକମାନଙ୍କ ପାଇଁ ବୋଲି ପରମେଶ୍ୱର କହନ୍ତି। ଗୀତ ସଂହିତା 1:6 କହନ୍ତି, କାରଣ ସଦାପ୍ରଭୁ କେବଳ ଧାର୍ମିକ ବ୍ୟକ୍ତିଙ୍କୁ ରକ୍ଷା କରନ୍ତି, ଦୁଷ୍ଟର କାର୍ଯ୍ୟ ବିନଷ୍ଟ କରନ୍ତି ବୋଲି କହନ୍ତି। ଏଥି ନିମନ୍ତେ ଆସନ୍ତୁ ଆମ୍ଭମାନଙ୍କର ଦୁଷ୍ଟତା ବିନଷ୍ଟ ହେଉ କିନ୍ତୁ ଉତ୍ତମତା କିନ୍ତୁ ଆସକ୍ତ ହେଉ। ଏଥି ନିମନ୍ତେ ଆସନ୍ତୁ ଯେପରିକି ଆମେ ଉତ୍ତମତାରେ କିନ୍ତୁ ଆଚରଣ କରୁ, ଉତ୍ତମ ରୂପରେ କିନ୍ତୁ ଆମେ ଶରୀର କିନ୍ତୁ ସଜାଡ଼ି ରଖୁ। ଯେପରିକି ଆମମାନଙ୍କୁ ଦେଖିଲେ କିନ୍ତୁ ଧନ୍ୟବାଦ କରନ୍ତି, ପ୍ରଶଂସା କରନ୍ତି। ଏଥି ନିମନ୍ତେ ଆମ ଶରୀରକୁ କିନ୍ତୁ ସଜାଡ଼ିକି ରଖିବା ନିହାତି ଆବଶ୍ୟକ। ଏହି ଟାଟୁ ଏବଂ ଚିତା ଅସ୍ତ୍ରାଘାତ କରିବା କିନ୍ତୁ ଆମମାନଙ୍କୁ ଆବଶ୍ୟକ ନାହିଁ। ପରମେଶ୍ୱର କିନ୍ତୁ ଏହା କରିବା ନିମନ୍ତେ ଆଦେଶ ଦେଇନାହାନ୍ତି, କିନ୍ତୁ ସେହିମାନଙ୍କର ସେହି ଦୁଷ୍ଟ ଲୋକମାନଙ୍କ କିନ୍ତୁ ସଦାପ୍ରଭୁ କିନ୍ତୁ କାର୍ଯ୍ୟ ତାଙ୍କର ବିନଷ୍ଟ କରନ୍ତି। ଏଥି ନିମନ୍ତେ ଆସନ୍ତୁ ସେହି ବାକ୍ୟ ମାଧ୍ୟମରେ କିନ୍ତୁ ଆମେ କିନ୍ତୁ ସଚେତନ ରହିବା। ଯେପରି ପରମେଶ୍ୱର ଆମମାନଙ୍କର ଦେଖିବା ମାତ୍ରେ କିନ୍ତୁ ସୁନ୍ଦର ଭାବରେ କିନ୍ତୁ ଦେଖିବା ନିମନ୍ତେ ପ୍ରଶଂସା କରନ୍ତି, ଲୋକମାନେ ପ୍ରଶଂସା କରନ୍ତି, ଈଶ୍ୱର କିନ୍ତୁ ଆଶୀର୍ବାଦ କରନ୍ତି। ଏଥି ନିମନ୍ତେ ତାହାଙ୍କଠାରୁ ଆଶୀର୍ବାଦ ପାଇବା ନିମନ୍ତେ ଆମେ ପ୍ରସ୍ତୁତ ହୋଇ ସଜାଗ ହୋଇ ରହିବା। ଆମର ଏହି ଉତ୍ତମ ଶରୀର କିନ୍ତୁ ପକ୍ଷାଘାତ କରିବା ନାହିଁ, କିମ୍ବା ଏହି ଶରୀର କିନ୍ତୁ ଉତ୍ତମ ଶରୀର କିନ୍ତୁ ଆମେ ଚିତା କଟାଇବା ନାହିଁ, ଅସ୍ତ୍ରାଘାତ କରିବା ନାହିଁ, ଚିହ୍ନ ଗୁଡ଼ାକ ରଖିବା ନାହିଁ।